କାହାର ଭାବୁଛନ୍ତି ଯେ ଏଥିରେ କଂଗ୍ରେସର କିଏ ବିଭୀଷଣ ଅଛନ୍ତି କି? ମୁଁ ସେଗୁଡ଼ା କହିପାରିବିନି, ତାକୁ ସଭାପତି କହିବେ। କିନ୍ତୁ ମୁଁ ଜାଣିବାରେ କଂଗ୍ରେସ ବହୁତ ରାଇଜ୍ କରିଛି। ଏଇ ବାଇ ଇଲେକ୍ସନରେ ଆମେ ସେକେଣ୍ଡ ପୋଜିସନ୍କୁ ଆଇଛୁ। ଭକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଲୋକଙ୍କର ସମର୍ଥନ ରହିଛି, କଂଗ୍ରେସ ଲୋକଙ୍କର ସମର୍ଥନ ରହିଛି। ଆମେ ମଧ୍ୟ ସମସ୍ତେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଲାଗି ପଡ଼ିଛୁ। ଆଉ ବିହାରରେ କାହିଁ ଶୋଚନୀୟ ପରାସ୍ତ ହେଲା? ସେ ମୁଁ କହିପାରିବିନି, ବିହାର ଲୋକ କହିବେ, ସେ ରାହୁଲ ଗାନ୍ଧୀ କହିବେ, ସେ ମୋତେ କହିବେ। କିନ୍ତୁ ଆମେ କେବଳ ପଇସା ପାଇଁ ହାରିଗଲୁ। 5,000 10,000 ଟଙ୍କା ବିଜେପି ବାଣ୍ଟି ଜିତି ଗୋଟେ ଗର୍ବ ଦେଖାଉଛି। ଏଗୁଡ଼ା ଏ ଗର୍ବର ମୂଲ୍ୟ କିଛି ନାହିଁ। କିନ୍ତୁ ସମସ୍ତେ କହୁଛନ୍ତି ଯେ କଂଗ୍ରେସ ପାଖରେ ବି ପ୍ରଚୁର ପଇସା ଅଛି। ନାଇଁ ନାଇଁ, ସେମିତି ପଇସା ନାହିଁ। କଂଗ୍ରେସ ଲୋକ ଡକାୟତ କରନ୍ତିନି। ଏ ଯେମିତି ମୋଦି ସରକାର ଡକାୟତ କରି ପଇସା କମାଉଛି, ଡକାୟତ କରି ଭୋଟ ଚୋରି କରି ପ୍ରଧାନମନ୍ତ୍ରୀ ହେଇଛି, ଡକାୟତ କରି ଜିତିଛନ୍ତି ବିହାର ଟୁ ଓଡ଼ିଶା। ସେଭଳିଆ କଂଗ୍ରେସ ସେଭଳିଆ ଲଜ୍ଜିତ କାମ କେବେ କରେ? ଓଡ଼ିଶାରେ ସେଇ ଭୋଟ ଚୋରି ଆରମ୍ଭ ହେବ ନା ବନ୍ଦ ହେଇଯିବ? ନାଇଁ ନାଇଁ, ବନ୍ଦ ହେଇଯିବ। ଭୋଟ ଚୋରି ଏଥର ଆମେ ନିଜେ କଣ୍ଟ୍ରୋଲ କରିବୁ, ପ୍ରତି ବୁଥକୁ ଜଗିବୁ। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଆଦିବାସୀ, ହରିଜନ, ମହିଳା, ମାଇନର କମ୍ୟୁନିଟି ସବୁ ଜଗିବୁ ଆମେ। ଲିକ୍ ଯେମିତି ନ ହେବ, ଭୋଟ ଚୋରି ନ ହେବ, ସେଥିପାଇଁ ଆମେ ସ୍ୱତନ୍ତ୍ର ସ୍କ୍ୱାଡ୍ କରି ଜଗିବୁ। ଆଉ କଂଗ୍ରେସ ହେଇକି ଲଢ଼ିକି ଜିତିବ? ହଁ ହଁ, କମିଂ 29 କଂଗ୍ରେସ। ରାହୁଲ ଗାନ୍ଧୀ ପ୍ରାଇମ୍ ମିନିଷ୍ଟର ହେବ, ଏଠି ଭକ୍ତ ଦାସ ଚିଫ୍ ମିନିଷ୍ଟର ହେବ। ତାହେଲେ କଂଗ୍ରେସକୁ ହରଉ କମିଂ। ନା କଂଗ୍ରେସକୁ ହରଉ? ନାଇଁ ନାଇଁ, କଂଗ୍ରେସ କମିଂ। ଆମେ ସବୁ ଏକାଠି ହେଇଗଲୁ। ଆଜି ସକାଳେ ସମସ୍ତେ ଭକ୍ତ ଦାସଙ୍କ ନେତୃତ୍ୱରେ ଏକାଠି ହେଇଥିଲୁ। ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ରାଉତ, ରାମ ଖୁଣ୍ଟିଆ, ସମସ୍ତେ